ମୁଁ ସଞ୍ଜୟ କୁମାର ପାଇକରାୟ ସ୍ପେଶାଲ ପିପି ପୋକ୍ସୋ କୋର୍ଟ କେଉଁଝର। 2022 ମସିହା ଜୁଲାଇ ମାସରେ ଏ ଅକରେନ୍ସଟା ହେଇଥିଲା 8/7/2022 ଘଟଗାଁ ଥାନା ଅଣ୍ଡରରେ ତରା ବୋଲି ଗୋଟେ ଗ୍ରାମ ଅଛି, ସେଇ ତରା ଗ୍ରାମରେ ଭିକ୍ଟିମ୍ ଯିଏ ସେ 11 ବର୍ଷର ଭିକ୍ଟିମ୍, ସେ ତା ପ୍ୟାରେଣ୍ଟଙ୍କ ସହିତ ଯାଇଥିଲା ଗୋଟେ ବାହାଘର ଭୋଜି ଆଟେଣ୍ଡ କରିବା ପାଇଁ। ସେଇ ବାହାଘର ଭୋଜିରୁ 8ଟା 8:30 ଭିତରେ ଆକ୍ୟୁଜ୍ ଅଜୟ ନାୟକ ତାକୁ ସେଠୁ ନେଇଗଲା, ଉଠିକି ନେଇଗଲା ଗୋଟେ ଗାଁ ପାଖ ଗୋଟେ ପଣ୍ଡକୁ ନେଇଗଲା। ସେ ପଣ୍ଡ ପାଖରେ ତାକୁ ରେପ୍ କରିକି ତାକୁ ଛାଡ଼ିଦେଲା। ଆଉ ସେତେବେଳେ ସିଭିୟର ବ୍ଲିଡିଂ ହେଉଥିଲା ତାର ପ୍ରାଇଭେଟ୍ ପାର୍ଟରୁ ଡ୍ୟୁ ଟୁ ସଚ୍ ଆକ୍ଟ। ସେଥିପାଇଁ ଏଫଆଇଆର୍ ହେଲା ଘଟଗାଁ ଥାନାରେ, ଆଉ କେସ୍ ରେଜିଷ୍ଟର ହେଲା। ଆଉ ଆସାମୀ 363, 366, 376 AB IPC ରେଡ୍ ୱିଥ୍ 6 ପକ୍ସରେ ଟ୍ରାଏଲ୍ ଫେସ୍ କରୁଥିଲା। ଆଉ ସମସ୍ତ ସାକ୍ଷୀ ପ୍ରମାଣକୁ ଆଧାର କରି ମାନ୍ୟବର ଅଦାଲତ ଜଜ୍ ମୋନାଲିସା ମହାନ୍ତି ଦୋଷୀକୁ ଦଣ୍ଡ ବିଧାନ କରିଛନ୍ତି ଏବଂ 363 ଦଫାରେ ତାକୁ 7 ବର୍ଷ 1,000 ଟଙ୍କା ଫାଇନ୍, 366 ଦଫାରେ 10 ବର୍ଷ ଏବଂ 1 ବର୍ଷ ଫାଇନ୍, 1,000 ଟଙ୍କା ଫାଇନ୍, ଅନାଦେୟ 6 ମାସ ଆଉ 1 ବର୍ଷ ଜେଲ୍ ଦଣ୍ଡ। ଏତଦ୍ ବ୍ୟତୀତ 376 AB IPC ଏବଂ 6 ପୋକ୍ସୋ ଆକ୍ଟ, এই ଦୁଇଟା ଆକ୍ଟରେ ମଧ୍ୟ ତାକୁ ଦୋଷୀ ବୋଲି ପାଇଯାଇଛି। ତେଣୁ ଯେହେତୁ 6 ପୋକ୍ସୋ ଆକ୍ଟଟା ହେଉଛି ହାୟର ଆକ୍ଟ ଆଉ ଗୋଟେ ସ୍ପେଶାଲ ଆକ୍ଟ, ତେଣୁ ସ୍ପେଶାଲ ଆକ୍ଟ 6 ପୋକ୍ସୋ ଆକ୍ଟରେ ଦଣ୍ଡ ବିଧାନ କରିଛନ୍ତି। ସେଥିରେ ତାକୁ କରିଛନ୍ତି 20 ବର୍ଷ ଦଣ୍ଡ, ସଶ୍ରମ କାରାଦଣ୍ଡ ଏବଂ ଫାଇନ୍ 2,000 ଟଙ୍କା, ଅନାଦେୟ ଆଉ 2 ବର୍ଷ ଜେଲ୍। ଏବଂ ଏଥିସହିତ ପୀଡ଼ିତାକୁ କମ୍ପାନସେସନ୍ ଆକାରରେ ଫିଟ୍ କେସ୍ ଭାବି 10 ଲକ୍ଷ ଟଙ୍କା କମ୍ପାନସେସନ୍ ଦେବା ପାଇଁ ଅର୍ଡ଼ର କରିଛନ୍ତି।